ବେଶୀ ଜଳୁଛି। ପୁଣି ଦ୍ୱାରଶୁଣି ଘାଟି ରାସ୍ତାରେ ଦୁର୍ଘଟଣା ଘଟି ହୁତୁ ହୁତୁ ହୋଇ ଜଳି ଯାଇଛି ଗୋଟିଏ ପିଆଜ ବୁଝେଇ ଟ୍ରକ୍। ତେବେ ନାସିକରୁ ପିଆଜ ବୁଝେଇ କରି ଏକ ଟ୍ରକ୍ କଲିକତା ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡ଼ିବା ପରେ ହଠାତ୍ ଟ୍ରକ୍ରେ ନିଆଁ ଲାଗିଯାଇଥିଲା। ହେଲେ ଏହି ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭରଙ୍କର ପତ୍ତା ମିଳୁନାହିଁ କି ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ବି ଜଣାପଡ଼ିନାହିଁ। ଏପରି ଦୁର୍ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା 49 ନମ୍ବର ଜାତୀୟ ରାଜପଥର ବାଙ୍ଗ୍ରିପୁସି ଘାଟି ରାସ୍ତାରେ, ଯାହାକି ହୁତୁ ହୁତୁ ହୋଇ ଜଳି ଯାଇଛି ଗୋଟିଏ ପିଆଜ ବୁଝେଇ ଟ୍ରକ୍। ପରେ ଖବର ପାଇ ଦୁଇଟି ଦମକଳ ବାହିନୀର କର୍ମଚାରୀମାନେ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ରହିଛନ୍ତି। ଆଉ ବାଙ୍ଗ୍ରିପୁସି ଓ ବିଶୋଇ ପୁଲିସ ଘଟଣାସ୍ଥଳରେ ରହି ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରୁଛନ୍ତି। ମିନି ଭାଇ ଆସିଗଲେ ମ୍ୟାଡ଼ାମ। ବେଶୀ ଜଳୁଛି। अरे हमें जाने के मो जल्दी जल्दी ମୟୂରଭଞ୍ଜ ଜିଲ୍ଲା ସାରସକଣାରୁ ତପନ କୁମାର ଦଣ୍ଡପାଟଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।